ଝୁମୁରି ଜରି ଗୋଟାଇବାକୁ ଯାଇଥିଲା। ଅଗଷ୍ଟ 15 ଯୋଗୁଁ ତାଙ୍କ ବସ୍ତିରେ ବେଶ୍ ନାଚ ଗୀତ ହେଉଥିଲେ ବି ସେ ଭାବିଲା ଆଜି କାମ କରିବାକୁ ଗଲେ ଆଉ କାହା ସହ ବାଣ୍ଟ କରିବାକୁ ହେବନି। ସେ ଅଧିକ ଜରି ଗୋଟାଇବ ଆଉ କାଲି ପାଇଥିବା ଜରିରେ ମିଶାଇ ଅଧିକ କରି ବିକ୍ରି କରିବ। ଅନ୍ୟମାନଙ୍କଠୁ ତା ରୋଜଗାର କାଲି ଅଧିକା ହେବ। ଝୁମୁରି ଚାଲି ଆସିଥିଲା ରାସ୍ତା ଉପରକୁ। ହେଲେ ଏ କ'ଣ, ରାସ୍ତାରେ ଗୋଟି ଗୋଟି କରି ଛୋଟ ଛୋଟ ତ୍ରିରଙ୍ଗା ଗୁଡ଼ିକ ପଡ଼ିଛି ଯେ। ଝୁମୁରିର ମନେ ପଡ଼ିଲା ବସ୍ତିକୁ ଆସୁଥିବା ବାସୁ ସାର୍ କହୁଥିଲେ ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଗୌରବ। ଏଗୁଡ଼ିକ ବ୍ୟବହାର କରିବା ପରେ ଏଣେ ତେଣେ ପକାଇବା ଅନୁଚିତ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଖୁବ୍ ପବିତ୍ର। ଖରାପ ହୋଇଯାଇଥିବା ତ୍ରିରଙ୍ଗା ଆମେ ଯତ୍ନର ସହ ପାଣିରେ ବିସର୍ଜନ କରିଦେବା ଉଚିତ। ଜରି ଗୋଟାଇବା ଭୁଲିଯାଇ ଝୁମୁରି ଏବେ ତ୍ରିରଙ୍ଗା ଗୋଟାଇବାରେ ଲାଗିଲା। ହଠାତ୍ ଏ ଦୃଶ୍ୟ ପଡ଼ିଗଲା ବାସୁ ସାର୍ଙ୍କ ଆଖିରେ। ସେ କହିଲେ, ଝୁମୁରି, ତୋର ପତାକା ଦରକାର କି? ଚାଲ ମୁଁ କିଣିଦେବି। ଝୁମୁରି କହିଲା, ନା ସାର୍, ଏ ତ୍ରିରଙ୍ଗା ତଳେ ପଡ଼ିଥିବାର ଦେଖି ମୋର ଆପଣଙ୍କ ପାଠପଢ଼ା ମନେ ପଡ଼ିଗଲା। ଆଜି ସ୍ୱାଧୀନତାର ପର୍ବ ନା, ପାଳିବା ପରେ ଆମ ଲୋକମାନେ ତ୍ରିରଙ୍ଗା ଖସି ପଡ଼ିଛି ବୋଲି ଭୁଲି ଯାଇଛନ୍ତି। ଇଏ ପରା ଆମ ଦେଶର ଗର୍ବ। ମୁଁ ଯେତିକି ପାରିବି ଏଗୁଡ଼ାକୁ ଗୋଟେଇ ଟେକା ବାନ୍ଧି ପାଣିରେ ବିସର୍ଜନ କରିଦେବି। ଝୁମୁରି କାମ ଦେଖି ବାସୁ ସାର୍ ଯେମିତି ସ୍ତବ୍ଧ ହୋଇଯାଇଥିଲେ।